ରାତି ପାହିଲେ ଶ୍ରାବଣ ମାସର ପ୍ରଥମ ସୋମବାର ଆଉ ସୋମବାର ପ୍ରଥମ ସୋମବାର ପାଇଁ ଦେଖିପାରୁଥିବେ ବାଲେଶ୍ୱରର ବାଲିଘାଟ ବା ବୁଢ଼ାବଳଙ୍ଗ ନଦୀ କୂଳରେ ଭକ୍ତମାନଙ୍କର ଗହଳି। କାରଣ ଆଜିଠୁ ଭକ୍ତମାନେ ଏଠାରୁ ଜଳ ନେଇକି ଯାଉଛନ୍ତି ଏବଂ ଆସନ୍ତାକାଲି ଜଳାଭିଷେକ କରିବେ ଶିବଲିଙ୍ଗରେ। ତ ଏ ପାଇଁ ଆଜିଠୁ ମଧ୍ୟ ପ୍ରଥମ ସୋମବାର ଯେହେତୁ ଭକ୍ତଙ୍କର ଗହଳି ଚଳି ମଧ୍ୟ ରହିଛି, ଯେହେତୁ ପୂର୍ବ ଅପେକ୍ଷା ଆଜି ଟିକେ କମ୍ ରହିଛି, କିନ୍ତୁ ଆଜି ବି ମଧ୍ୟ ଭକ୍ତମାନେ ଆସି ଏଠାରେ ପହଞ୍ଚୁଛନ୍ତି ଏବଂ ଆଜିଠୁ ଜଳ ନେଉଛନ୍ତି ଏବଂ ବର୍ତ୍ତମାନ ଶିବଲିଙ୍ଗ କରି ତାକୁ ମଧ୍ୟ ପୂଜା କରୁଛନ୍ତି ଏବଂ ଏଉଠୁ ଜଳ ନେଇକି ଗଲା ପରେ ସେମାନେ ପଦଯାତ୍ରା କରିବେ ଏବଂ ଯାଇ ଆସନ୍ତାକାଲି ଶିବଙ୍କ ଲିଙ୍ଗରେ ପାଣି ଢାଳିବେ। ଟିକେ ଭାଇ ପ୍ରତିକ୍ରିୟା ନେବି, କୋଉଠୁ ଆସୁଛନ୍ତି ଭାଇ? ଧାମରାରୁ ଧାମରାରୁ ଆସୁଛନ୍ତି, କୋଉଠିକି ଜଳ ନେବେ? ପଞ୍ଚୁଲିଙ୍ଗେଶ୍ୱର ନେବେ। କେମିତି କଣ ଆସିଲେ, କେମିତି ଆସନ୍ତା ପ୍ରଥମ ସୋମବାର ଆସନ୍ତାକାଲି କେମିତି କଣ ଢାଳିବେ? ଆଜି ରାତି ସାରା ଚାଲିମୁ, ଯୋଉଠି ଥକା ଲାଗିବ ବସିଯିବୁ, ସେଗୁଡା ଚାଲିମୁ ଯାଇକି ତାପରେ କାଲି ସକାଳେ ପହଞ୍ଚିବୁ। ଭୋରୁ 4ଟା ଟାର୍ଗେଟ ରଖିଛୁ, ଭୋରୁ 4ଟା ପହଞ୍ଚିବୁ। ଫାଷ୍ଟ ଦର୍ଶନ କରି ଢାଳିକି ଆସିମୁ। ଆଉ କଣ ସବୁ ବର୍ଷ ଏମିତି ଢାଳନ୍ତି? ସବୁ ବର୍ଷ, ଏଇଟା 5 ବର୍ଷ ହେଇଗଲା। କଣ ଶିବଙ୍କ ପାଖରେ କଣ ଆଶା ରଖନ୍ତି? ଆସ୍ଥା ରଖନ୍ତି? ଆଶା ସେମିତି କିଛି ନାହିଁ, ଭକ୍ତି ଅଛି, ବାସ୍ ଯାଉଛୁ। ଆଉ ଦେଖିପାରୁଥିବେ କେବଳ ସେତିକି ନୁହଁ, ମା ମାନେ ମଧ୍ୟ ଏଠି ପୂଜା ଅର୍ଚ୍ଚନା କରୁଛନ୍ତି ଏବଂ ମା ମାନେ ମଧ୍ୟ ଯିବେ ଆସନ୍ତା କାଲି। ମା ମାନେ ବି ଜଳାଭିଷେକ କରିବେ। ସେ କୋଉଠୁ ଆସୁଛନ୍ତି? ସାନୁଆରୁ। କେତେ ବାଟ କାଲି କୋଉଠିକି ଯାଇକି ପାଣି ଢାଳିବେ? ପଞ୍ଚୁଲିଙ୍ଗେଶ୍ୱରରେ ଢାଳିବେ। ଏଉଠୁ 35 କିଲୋମିଟର ପଞ୍ଚୁଲିଙ୍ଗେଶ୍ୱର, ସବୁ ପଦଯାତ୍ରା କରିବେ। ନୂଆ ଆସିଛି, ନୂଆ ଆସିଛନ୍ତି। ଆଉ ଜଣଙ୍କଠୁ ନେବି, କୋଉଠୁ ଆସୁଛନ୍ତି ମା? ପରୀକ୍ଷାରୁ ଆସୁଛନ୍ତି। କୋଉଠିକି ଯିବେ ପାଣି ନେଇ? ପଞ୍ଚୁଲିଙ୍ଗେଶ୍ୱର। କେମିତି କଣ ଚାଲିବେ? ଏତେ ବାଟ ଚାଲିବେ, ଶିବଙ୍କ ଉପରେ ଆସ୍ଥା, ଶକ୍ତି କିଏ ଦବ? ଶିବ ଦେବେ। ଶକ୍ତି ଶିବ ଦେବେ। ଦେଖନ୍ତୁ ଗୋଟେ ଚିତ୍ର, ଏଠି ମା ମାନେ କିଭଳି ଭାବରେ ଉତ୍ସାହର ସହିତ ବର୍ତ୍ତମାନ ଶିବ ପୂଜା କରୁଛନ୍ତି ଏବଂ ସମସ୍ତେ ହାତରେ ନଡିଆ ଧରିଛନ୍ତି, ଶିବଲିଙ୍ଗରେ ଫଳମୂଳ ଦେଇ ପୂଜା କରୁଛନ୍ତି। ଦୁବ ଘାସ, ବେଲପତ୍ର, ଅରଖ ଫୁଲ, ଏମିତି ବିଭିନ୍ନ ପ୍ରକାର ପୂଜା ସାମଗ୍ରୀ ଦେଇ ମଧ୍ୟ ପୂଜା କରୁଛନ୍ତି। ଟିକେ ଆମେ ଆଉ ଜଣଙ୍କଠୁ, ଯୋଉ କମିଟିର ସଦସ୍ୟ ଅଛନ୍ତି, ସେମାନଙ୍କଠୁ ମଧ୍ୟ ଟିକେ ପ୍ରତିକ୍ରିୟା ନେବା। ସୁରକ୍ଷା ଦୃଷ୍ଟିରୁ ଆଜ୍ଞା କେମିତି କଣ କରାଯାଇଛି? ବିଭିନ୍ନ ସମୟରେ ଅସୁବିଧା ବି ମଧ୍ୟ ଘଟିଥାଏ ନା। ସୁରକ୍ଷା ଆମର ଏଠି ଠିକ, ବାଲିଘାଟ ସୁରକ୍ଷା କମିଟି ବହୁତ ଭଲ ଭାବରେ ତଦାରଖ କରୁଛି। ଆମର 12 ନମ୍ବର ଯେଉଁ କାଉନସିଲର ଅଛନ୍ତି ଜୁଲନନା ହେଲା, ସିଏ ବହୁତ ମାନେ ସଫାସଫି କରି ମ୍ୟୁନିସିପାଲିଟିର ଚେୟାରମ୍ୟାନଙ୍କୁ କହିକି କେମିତିଆ ସଫାସଫି ହବ, କେମିତିଆ ଲୋକମାନେ ଭଲରେ ପାଣି ନେଇକି ଯିବେ, ପାଣି ଭିତରେ ପଡେନି। ୱାର୍ଡ୍ରପ୍ ଟିମ୍ ଆମର ଅଛି, ଫାୟାର ଗାଡି ରହିଛି, ସବୁ ପ୍ରକାର ସୁବିଧା ବାଲିଘାଟ ସୁରକ୍ଷା କମିଟି ତରଫରୁ ବ୍ୟବସ୍ଥା କରାଯାଇଛି ଭକ୍ତଙ୍କ ମାନଙ୍କ ପାଇଁ। ବର୍ଷା ବି ହେଇଥିଲା, ଜଳସ୍ରୋତ ବି ବର୍ତ୍ତମାନ ନଦୀରେ ଅଧିକା ଥିବ, ତା ଦୃଷ୍ଟିକୋଣରୁ କେମିତି କଣ? ତା ଦୃଷ୍ଟିକୋଣରୁ ଆମେ ବ୍ୟାରିକେଡ୍ କରିଛୁ ଏବଂ ଦୌଡ଼ି ଖାଞ୍ଚିଛୁ ପାଣି ଭିତରେ ଏବଂ ଆମର ଫାୟାର ଟିମ୍, ୱାର୍ଡ୍ରପ୍ ଟିମ୍ ରହିଛି ହେଲା। ଲୋକଙ୍କର କୌଣସି ଅସୁବିଧା, ସେମାନେ ଡଙ୍ଗା ଧରି ରହିଛନ୍ତି। ଲୋକଙ୍କ ସୁରକ୍ଷା ପାଇଁ ସବୁବେଳେ ବାଲିଘାଟ ସୁରକ୍ଷା କମିଟି ସତଚେଷ୍ଟିତ ଏବଂ ଆମର ଯେଉଁ କାଉନସିଲର ଅଛନ୍ତି 12 ନମ୍ବରରେ ଜୁଲନନା, ସେ ବି ମଧ୍ୟ ବହୁତ ଚେଷ୍ଟା କରିକି ସଫାସୁତୁରା ସବୁ କରିଛନ୍ତି ଏବଂ ଆଗାମୀ ଦିନରେ ଆହୁରି କେମିତି ଭଲ ହେବ ଆମେ ମଧ୍ୟ ଚେଷ୍ଟା କରୁଛୁ। ନିଶ୍ଚିତ ଭାବରେ ଆମେ ତମାମ ଚିତ୍ର ଦେଖୁଥିଲୁ କୋଉଭଳି ଭାବରେ ବାଲିଘାଟ ସୁରକ୍ଷା କମିଟି ପକ୍ଷରୁ ମଧ୍ୟ ଯୋଉ ବ୍ୟବସ୍ଥା କରାଯାଇଛି ଏବଂ ଭକ୍ତମାନେ ଆସନ୍ତାକାଲି ପ୍ରଥମ ସୋମବାର ପାଇଁ ଆଜିଠୁ ହିଁ କିଭଳି ଭାବେ ତତ୍ପର ଅଛନ୍ତି ଏବଂ ରାତି ତମାମ ଆଜି ଚାଲିବେ। ଭକ୍ତମାନେ ଖାଲି ପାଦରେ ଯାତ୍ରା କରିବେ। ପ୍ରାୟତଃ ଭକ୍ତ ପଞ୍ଚୁଲିଙ୍ଗେଶ୍ୱର ମଧ୍ୟ, ବାଲିଘାଟରୁ ପଞ୍ଚୁଲିଙ୍ଗେଶ୍ୱର ଯାଉଛନ୍ତି। ତ ଏଇଭଳି ତମାମ ଆଜି ପ୍ରଥମ ରବିବାରରୁ ଆସନ୍ତାକାଲି ପର୍ଯ୍ୟନ୍ତ ଏଇଭଳି ଭକ୍ତମାନେ ଯାତ୍ରା କରିବେ। ୟା ଭିତରେ ପ୍ରଥମ ସୋମବାର ଏବଂ ଆସନ୍ତା ଦିନରେ ମଧ୍ୟ ଆହୁରି ଭିଡ଼ ହୁଏ ବାଲିଘାଟ। ବାଲେଶ୍ୱରରୁ ଚନ୍ଦ୍ରକାନ୍ତ ଜେନା, OTV।